କେତେବେଳ ପାଇଁ ସଦ୍ଗୁରୁ ଆଚାର୍ଯ୍ୟ ଏବଂ କୂଳଗୁରୁ ବା କୂଳପୁରୋହିତ ଗୁଣିଜ୍ଞାନୀ ବ୍ୟକ୍ତିମାନଙ୍କ ଠାରୁ ଅଧିକ ନିଜକୁ ଜ୍ଞାନୀ ଭାବନ୍ତୁ ନାହିଁ। କାହିଁକି ନା ଠାକୁରଙ୍କର ଶରଣାପନ୍ନ ବ୍ୟକ୍ତି ପ୍ରକୃତ ଭକ୍ତ ତାଙ୍କଠାରୁ ମଧ୍ୟ ନିଜକୁ ଅଧିକ ଭାବନ୍ତୁ ନାହିଁ। କାହିଁକି ନା ସେମାନେ ଯେଉଁ ସିଦ୍ଧାନ୍ତ ନିଅନ୍ତି, ଯାହା ଭାବନ୍ତି, ଯାହା ଚିନ୍ତା କରନ୍ତି, ସେଇଟା ହେଉଛି ସର୍ବୋତ୍ତମ। ତେବେ ଏଇଥିପାଇଁ କୁହାଯାଇଛି ଆଚାର୍ଯ୍ୟଙ୍କ କଥା, ଗୁରୁଙ୍କ ଶ୍ରୀମୁଖ ବାଣୀ, ଗୁଣିଜ୍ଞାନୀ ସାଧୁସଜ୍ଜନଙ୍କର କଥା ଭଲ ଭାବେ ଶ୍ରବଣ କର ଏବଂ କ୍ରିୟାନ୍ୱୟନ କର। ତେବେ ଯାଇ ତୁମର ମଙ୍ଗଳ ହୋଇପାରିବ, ନହେଲେ ଆଦୌ ନୁହେଁ। ଯଦି ନ ମାନିବା ତାହା ହେବ ଆମ ପାଇଁ ଧୃଷ୍ଟତା ଏବଂ ପଶ୍ଚାତାପର ବିଷୟ।